ଜୀବନ ହେଉଛି ମୃତ୍ୟୁ ଠାରୁ ଧାର ଆଣିଥିବା କିଛି ସମୟ। ଏହି ସମୟ କେତେବେଳେ ଚାଲିଯିବ କେହି ଜାଣିପାରିବେ ନାହିଁ। ତେଣୁ ଆପଣମାନେ ରାଗ, ଦୁଷ, ହିଂସା ଛାଡ଼ି ସଦାବେଳେ ସତ୍କର୍ମରେ ଲିପ୍ତ ରୁହନ୍ତୁ। ଓଁ ବିଷ୍ଣବେ ନମଃ। ନମସ୍କାର, ମୁଁ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ତେବେ ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 7 ତାରିଖ, ଓଡ଼ିଆ ପୁଷ ମାସ 23 ଦିନ, ବୁଧବାର, କୃଷ୍ଣ ପକ୍ଷ ଚତୁର୍ଥୀ ତିଥି, ଯାହା ଦିବା 11:02 ପର୍ଯ୍ୟନ୍ତ ରହୁଛି। ତାପରେ ପଞ୍ଚମୀ ତିଥି ଆରମ୍ଭ ହେଉଛି। ଆଜି ମଘା ନକ୍ଷତ୍ର, ଯାହା ଅପରାହ୍ନ 4:07 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:25। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:17। ଆଜି ଯୁଗ୍ନି ରହିଛି ନୈಋତ୍ୟ କୋଣରେ, ଦିବା 11:02 ପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କର୍କଟ ରାଶି ଏବଂ ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ପଞ୍ଚମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ମୂଳା, ତତ୍ସହିତ ବେଲ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ସୀମାନ୍ତୟନ, ଅନ୍ନପ୍ରସନ୍ନ, ଜଳାଶୟ ଆରମ୍ଭ, ତତ୍ସହିତ କୂପ ଆରମ୍ଭ, ନୌକା ଗଠନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ନବସଜ୍ଜା ଉପଭୋଗ, ସ୍ତ୍ରୀ ରତ୍ନ ଧାରଣ ପ୍ରଭୃତି କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 10:13 ରୁ ଦିବା 2:23 ମଧ୍ୟ ରହିଛି। କାଳ ବେଳା, ରାହୁ କାଳ ଏବଂ ବାର ବେଳା। ସେହିଭଳି ରାତ୍ରି 1:30 ରୁ ରାତ୍ରି 3:22 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ ଆପଣମାନେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:13 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 8:00 ରୁ ଦିବା 10:12 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:03 ରୁ ରାତ୍ରି 7:50 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8:26 ରୁ ରାତ୍ରି 1:29 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ। ଆପଣଙ୍କର ମାନସିକ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ମନର ଚିନ୍ତାଗ୍ରସ୍ତ ଆସିପାରେ। ପରିବେଶ ଆପଣଙ୍କୁ ଭଲ ସୁହାଇଲା ଭଳିଆ ହୋଇ ନପାରେ। କୌଣସି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବା ଭାରି କଷ୍ଟକର ହୋଇପାରେ। ତେଣୁ ମେଷ ରାଶି ବ୍ୟକ୍ତି, ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ସାବଧାନ ସହକାରେ କରିବାର ଆବଶ୍ୟକତା ରହିଛି। ଦୈନନ୍ଦିନ କାର୍ଯ୍ୟରେ ଏହା ଅଧିକ ପ୍ରଭାବ ଦେଖିବାର ସମ୍ଭାବନା ରହୁଛି। ଆଜି ମେଷ ରାଶି ବ୍ୟକ୍ତି, ପୂର୍ବରୁ ଅଫିସ ଜନିତ କାର୍ଯ୍ୟ ନେଇ ଆପଣ ଆଜି ଆହୁରି ଚିନ୍ତିତ ରହିପାରନ୍ତି। ତେବେ ମେଷ ରାଶି ବ୍ୟକ୍ତି, ଯେଉଁମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଆଜି ପ୍ରତିଦ୍ୱନ୍ଦିତା ଅଧିକ ଦେଖାଦେବ। ଶତ୍ରୁମାନେ ଆପଣଙ୍କ ଉପରେ ଭାରି ପଡ଼ିପାରନ୍ତି। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ନିଜର ପାଠ ପଢ଼ାରେ ଅବହେଳା ଯୁକ୍ତ ରହିପାରନ୍ତି। ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି, ଆପଣଙ୍କ ପାଇଁ ଆଦୌ ଭଲ ସମୟ ନୁହେଁ। ତେଣୁ ନିଶ୍ଚିତ ଆଜି ପାଇଁ ଆପଣ ଟିକେ ସାବଧାନ ରୁହନ୍ତୁ। ଆଜି କୌଣସି ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଦୂରତା ଅବଲମ୍ବନ କରିବା ସହିତ ପରିବାର ବର୍ଗ ଏବଂ ବନ୍ଧୁ ସହିତ ଆପଣଙ୍କର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଯୁକ୍ତିତର୍କ ଯଦି ହେଉଛି ଚୁପ୍ ରୁହନ୍ତୁ। ଦେଖିବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ। ଆଜି ଯାହାକି ମେଷ ରାଶି ବ୍ୟକ୍ତି, ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିପାରିବେ ନାହିଁ। କୌଣସି ନୂତନ ବେପାର ବାଣିଜ୍ୟ କରିବା ଠାରୁ ନିଷ୍ପତ୍ତି ଦୂରତା ଅବଲମ୍ବନ କରିବାର ନିହାତି ଆବଶ୍ୟକତା ରହିଛି।
ଆଜି ଯାହାକି ଆପଣଙ୍କର ବେପାର ଆଶା ଅନୁଯାୟୀ ଲାଭ କରିପାରିବେ ନାହିଁ, ବରଂ କ୍ଷତିର ସାମ୍ନା କରିବାକୁ ପଡିପାରେ। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବୃଦ୍ଧି ହବାର ସମ୍ଭାବନା ରହୁଛି। ଆଜି ଯାହାକି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ମନରେ ଟିକେ ଉଦାରତା ଭାବନା ଆସିପାରେ। ସେ ଭାବନାଟାକୁ ଦୂରୀଭୂତ କରିବାର ଆବଶ୍ୟକତା ରହିଛି। ସଦାବେଳେ ମନକୁ ସଜାଗ ରଖି କାର୍ଯ୍ୟ କରିଚାଲନ୍ତୁ। ଦେଖିବେ ଆପଣଙ୍କର କୌଣସି କାର୍ଯ୍ୟ ଅଟକିବ ନାହିଁ, ସମସ୍ତ କାର୍ଯ୍ୟ ଧୀରେ ଧୀରେ ସଫଳତାକୁ ଆଗକୁ ବଢିବ। ଆଜି ବୃଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ସକ୍ରିୟତା ଅଗ୍ରଗତି କରି କାର୍ଯ୍ୟ କରନ୍ତୁ। ତତ୍ସହିତ ପୂର୍ବରୁ ଅଫିସ ଜନିତ ଯଦି କିଛି ଚିନ୍ତା ଥିବ ତାହା ନିଶ୍ଚିତ ଆଜି ଦୂରୀଭୂତ ହେବ, ଚିନ୍ତାଗ୍ରସ୍ତ ରହିବେ ନାହିଁ। ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କର ହଠାତ୍ ମାନ ସମ୍ମାନ ବୃଦ୍ଧି ହେବ, ନିଜର ପ୍ରତିଷ୍ଠା ଲାଭ ଏବଂ ନିଜର ଦବଦବା ବଢିବେ। ତେବେ ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ନିଶ୍ଚିତ କିଛି ମାତ୍ରାରେ ପାଠ ପଢାରେ ଏକାଗ୍ରତା ଜାହିର ହବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନଙ୍କର କିଛି ଭାବ ପ୍ରବଣତା ଦେଖା ଦେଇପାରେ, କିନ୍ତୁ ନୂତନ ପ୍ରେମ ଭାବ ପ୍ରୀତି ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ସମ୍ବନ୍ଧ ସ୍ଥିରତା ରହିପାରେ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣଙ୍କର ହଠାତ୍ କିଛି ଲାଭ ହବାର ପୂର୍ଣ୍ଣ ଯୋଗ ରହୁଛି, ବା କୌଣସି ଯୋଜନା ନଥାଇ ମଧ୍ୟ ଆପଣ ଆକସ୍ମିକ ଭାବେ ଆପଣଙ୍କର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି, କିନ୍ତୁ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଆଜି ଟିକେ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ବୃଷ ରାଶି ବ୍ୟକ୍ତି ଆପଣଙ୍କର କୌଣସି ଅନାବଶ୍ୟକ ଖର୍ଚ୍ଚ ଠାରୁ ଟିକେ ଦୂରତା ଅବଲମ୍ବନ କରିବା ସହିତ ଟିକେ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ, କାରଣ ଆଜି ସ୍ୱାସ୍ଥ୍ୟ ଆପଣଙ୍କୁ ଟିକେ ଅସ୍ଥିରତା ଆଡକୁ ଅଗ୍ରଗତି କରେଇପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ନିଶ୍ଚିତ ଆଜି ଟିକେ ସାବଧାନ ରୁହନ୍ତୁ ନିଜର ଖାଦ୍ୟପେୟ ପାନୀୟ ପ୍ରତି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆପଣଙ୍କର ସମସ୍ତ ପ୍ରକାର କାର୍ଯ୍ୟ ଆଜି ଶୁଭ ଯୁଗ ପରିସ୍ଥିତି ବନଉଛି। ଭାଗ୍ୟ ଗ୍ରହ ଆପଣଙ୍କର ଆଜି ଯାହାକି ଶୁଭ ଯୁଗ ପରିସ୍ଥିତିରେ ଥିବାରୁ କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ। ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତେବେ ମିଥୁନ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅତି ସୁରୁଖୁରୁରେ ହେବ ଏବଂ ଆପଣଙ୍କର କ୍ଷଣ ସମୟରେ ପୂର୍ଣ୍ଣ ହବାର ସୁଯୋଗ ରହୁଛି। ଆପଣଙ୍କର କାର୍ଯ୍ୟଶୈଳୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ପୂର୍ବରୁ ଯେଉଁ ଅଫିସ ଜନିତ କାର୍ଯ୍ୟ ଆପଣଙ୍କ ମୁଣ୍ଡରେ ଚିନ୍ତା ଥିଲା ଆଜି ତାହା ଦୂରୀଭୂତ ହେବ। କିଛି ନୂତନ ଯୋଜନା କରିବେ ଅଫିସ ଜନିତ କାର୍ଯ୍ୟ ପାଇଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଆଜି ଅତି ଉତ୍ତମ ଯୁଗରେ ରହିଛି। ତେବେ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଶ୍ଚିତ ନିଜର ଭାଗ୍ୟ ଏବଂ ମାନ ସମ୍ମାନ ଆପଣଙ୍କର ବୃଦ୍ଧି ହବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ନିଜର ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ଉତ୍ତମ ଯୁଗ ବନଉଛି। ତେବେ ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କ ପାଇଁ ଆଜି ଭଲ ଦିନ ହେବ। ତେବେ ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ଏବଂ ମଧୁର ଭାଳସୀ ହବାର ଯୁଗ ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗ ପିଲା ଛୁଆଙ୍କ ସହିତ ଅତି ସୁଖମୟ ପରିବେଶରେ ଦିନ କଟିବାର ସୁଯୋଗ ଦେଇପାରେ। ତେବେ ମିଥୁନ ରାଶି ବ୍ୟକ୍ତି
ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପୂର୍ବରୁ ଯୋଉମାନେ ସ୍ୱାସ୍ଥ୍ୟ ଜନିତ ପୀଡା ଥିବ ଆଜି ତାହା କିଛି ମାତ୍ରାରେ ସମାଧାନ ହବାର ଚାନ୍ସ ରହୁଛି କିମ୍ବା ପୁରା ସୁସ୍ଥ ହବାର ଯୋଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଧୀର ସ୍ଥିର ରହି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ସୁରୁଖୁରୁରେ ହେବ। କୌଣସି କାର୍ଯ୍ୟ ଅସ୍ଥିର ହେବ ନାହିଁ କିମ୍ବା ବିଳମ୍ବ ହେବ ନାହିଁ, କିନ୍ତୁ ଆପଣଙ୍କୁ ନିଶ୍ଚିତ ସଚେତନ ଏବଂ ଆଗୁଆ ଯୋଜନା ପ୍ରସ୍ତୁତ କରି କର୍କଟ ରାଶି କାର୍ଯ୍ୟ କରନ୍ତୁ। ଦେଖିବେ ଆପଣଙ୍କର କାର୍ଯ୍ୟ ନିଶ୍ଚିତ ସୁରୁଖୁରୁରେ ହେବ। ତେବେ ଆଜି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ଆପଣ କୌଣସି କାର୍ଯ୍ୟ ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ କିଛି ସମୟ ଆପଣ ଚିନ୍ତିତ ରହିପାରନ୍ତି, କିନ୍ତୁ ଆପଣ ଯଦି ବୁଦ୍ଧି ପ୍ରୟୋଗ କରି ସେ କାର୍ଯ୍ୟ ପ୍ରତି ଚିନ୍ତା କରିବେ ତାହା ନିଶ୍ଚିତ ଦୂରୀଭୂତ ହେବ ଆପଣଙ୍କର ଚିନ୍ତା। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ମଧ୍ୟମ ଧରଣରେ ରହୁଛି। ତେବେ ଆଜି କର୍କଟ ରାଶି ବ୍ୟକ୍ତି ବିଶେଷ କରି ଶତ୍ରୁ ମାନଙ୍କୁ ଆପଣ ଆଜି ନିଶ୍ଚିତ ପରାକ୍ରମ ଯୁଗ ରହୁଛି, ଯାହାକି ଶତ୍ରୁ ବିଜୟ ହବାର ଉତ୍ତମ ଯୁଗ ରହୁଛି। ତେବେ ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କର ଆକସ୍ମିକ ଭାବେ ଲାଭ ହବାର ପୂର୍ଣ୍ଣ ଯୁଗ ରହୁଛି। ତେଣୁ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଯେକୌଣସି ନିଷ୍ପତ୍ତି ନେଲେ ଗ୍ରହ ମାନେ ଆପଣଙ୍କୁ ଶୁଭ ଯୁଗ ପରିସ୍ଥିତି ବନଉଛନ୍ତି। ତେବେ ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯାହାକି ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇନପାରେ, କିନ୍ତୁ ନିଶ୍ଚିତ ନିଜର ବନ୍ଧୁବର୍ଗ ଏବଂ ସାଙ୍ଗସାଥୀଙ୍କ ସହିତ ଯଦି ଭଲ ସମ୍ବନ୍ଧ ରଖିବେ ତାଙ୍କ ଦ୍ୱାରା ଆପଣଙ୍କର ବହୁତ କାର୍ଯ୍ୟ ସଫଳତା ହବାର ପୂର୍ଣ୍ଣ ଯୁଗ ରହୁଛି। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଦ୍ୱିଗୁଣିତ ହବାର ଚାନ୍ସ ରହୁଛି। ତେଣୁ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଦୂରଯାତ୍ରା ଥିଲେ ଆପଣ ନିଶ୍ଚିତ ଆଜି ଭଲ ଉତ୍ତମ ଦିନ ହୋଇନପାରେ, ଆପଣଙ୍କର କାର୍ଯ୍ୟ ସଫଳତା ହବା ଟିକେ କଷ୍ଟକର ହୋଇପାରେ, କିନ୍ତୁ ନିଜର ମନକୁ ସଚେତନ କିମ୍ବା ଆଧ୍ୟାତ୍ମିକ ପରିବେଶ ଭିତରେ ଯଦି ଯିବେ ବା କାର୍ଯ୍ୟ କରିବେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ଗ୍ରହ ମାନେ ଆପଣଙ୍କୁ ଉତ୍ତମ ଯୁଗ ବନଉଛନ୍ତି। ଆଜି ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ଅଟକିବ ନାହିଁ। ପୂର୍ବରୁ କାର୍ଯ୍ୟ ଯଦି ଅଟକିଥିବ ସେ କାର୍ଯ୍ୟ ନିଶ୍ଚିତ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଯଦି ଅଫିସ ଜନିତ କାର୍ଯ୍ୟ ଥିବ ଆପଣ ସେ କାର୍ଯ୍ୟ ଗୁଡିକୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଭାଗ୍ୟ ଉତ୍ତମ ଯୁଗ ବନଉଥିବାରୁ ଯାହାକି ଆପଣଙ୍କର କାର୍ଯ୍ୟ ଅତି ଆକସ୍ମିକ ଭାବେ ହୋଇପାରେ ଅବା ଆପଣଙ୍କର କାର୍ଯ୍ୟ ଦୃଷ୍ଟି ଆକର୍ଷଣ ହବାର ଉତ୍ତମ ଯୁଗ ରହୁଛି। ଆପଣଙ୍କୁ ନିଶ୍ଚିତ ସମସ୍ତେ ସହଯୋଗ କରିବେ। ପରିବାର ବର୍ଗ ବନ୍ଧୁ ବର୍ଗ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ନିଶ୍ଚିତ ସହଯୋଗୀ ମାନେ ମଧ୍ୟ ସମର୍ଥନ କରିବେ। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ମଧୁର ସମ୍ପର୍କ ହିସାବରେ କଥାବାର୍ତ୍ତା କରିବାର ପୂର୍ଣ୍ଣ ଯୁଗ ରହିବା ସହିତ ନୂତନ ପ୍ରେମ ବାର୍ତ୍ତାଳାପର ଆଜି ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ଆଜି ଯାହାକି ସିଂହ ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଯଦି କିଛି ମନାନ୍ତର ପୂର୍ବରୁ ଥିବ ଆଜି ସମାଧାନର ରାସ୍ତା ଅତି ଆନନ୍ଦ ବା ଅତି ସୁଖମୟ ପରିବେଶର ଗ୍ରହ ମାନେ ରହୁଥିବାରୁ ଆପଣଙ୍କ ପାଇଁ ଯାହାକି ତାର ସମାଧାନ ରାସ୍ତା ବାହାରିଯିବ। ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ନିଶ୍ଚିତ ନିଜର ଯାହାକି କୌଣସି ବେପାର ବାଣିଜ୍ୟ କ୍ଷେତ୍ରରେ
ଆପଣ ଅନେକ ପ୍ରକାର ଲାଭ କରିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ଯାହାକି ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ଅର୍ଜନ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସ୍ଥିରତା ରହି କାର୍ଯ୍ୟ କରନ୍ତୁ। ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ନିମ୍ନଗାମୀ ରହୁଛି, ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରି କାର୍ଯ୍ୟ କରନ୍ତୁ। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଯାହାକି କନ୍ୟା ରାଶି ବ୍ୟକ୍ତି ଆଜି ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଯୁକ୍ତିତର୍କ କଳହ ଆଡକୁ କଥାବାର୍ତ୍ତା ଯାଇପାରେ, ତେଣୁ ନିଜକୁ ସଂଯମତା ନିହାତି ଆବଶ୍ୟକତା। ଏହା ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ପ୍ରଭାବ ପକେଇବ। ତତ୍ସହିତ ଅଫିସ ଜନିତ କାର୍ଯ୍ୟ ଆପଣଙ୍କର ଯଦି କିଛି ଥିବ ତାହା ଆଜି ଦ୍ୱିଗୁଣିତ ଚିନ୍ତା ବଢି ଦେଇପାରେ। ତତ୍ସହିତ ଆଜି ଯାହାକି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କୁ ଅନେକ ପ୍ରକାର ବାଦ ବିବାଦ, ବିଶେଷ କରି ଶତ୍ରୁ ମାନେ ବା ବିରୋଧୀ ମାନେ ଆପଣଙ୍କୁ ଅନେକ ପ୍ରକାର ଚାପ ସୃଷ୍ଟି କରିପାରନ୍ତି, ଯାହା ପାଇଁ ଆପଣ ଅଧିକ ଚିନ୍ତିତ ଅସ୍ଥିର ହୋଇପାରନ୍ତି। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଆଜି ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇ ନପାରେ। ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ବିଫଳତା ରହୁଛି, ତେଣୁ ଧୈର୍ଯ୍ୟ ସହକାରେ ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଧୈର୍ଯ୍ୟ ଏବଂ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ଯଦି ଆପଣଙ୍କର ଖରାପ ଥିବ ଆଜି ଆହୁରି ଚିନ୍ତା ବଢି ଦେଇପାରେ, ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। କନ୍ୟା ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ ଆଜି କନ୍ୟା ରାଶି ବ୍ୟକ୍ତି କୌଣସି ଯଦି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ତେବେ ଆଜି କ୍ୟାନସେଲ କରିପାରିଲେ ତାହା ଭଲ ହେବ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ଯାହା ଆପଣଙ୍କ ପାଇଁ ନିଶ୍ଚିତ ଏହା ଏକ ଉତ୍ତମ ଦିଶନ ହୋଇପାରେ। ତେବେ କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣଙ୍କର ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ସୁଖ୍ୟାତି, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଏବଂ ସମସ୍ତ ପ୍ରକାର ସୁଖ ଭୋଗ କରିବାର ଉତ୍ତମ ଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରେଇପାରେ ଏବଂ ଆପଣଙ୍କୁ ସମସ୍ତେ ପ୍ରଶଂସା କରିପାରନ୍ତି। ତୁଳା ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟକୌଶଳେ ତ ଭିନ୍ନ ପ୍ରକାର ହେବ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତେ ଆପଣଙ୍କୁ ନିଶ୍ଚିତ ସାବାସ କରିପାରନ୍ତି ଏବଂ ବିଶେଷ କରି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ବୃଦ୍ଧି ସହିତ ଆପଣଙ୍କର ଦବଦବା ବଢିବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କର ଆଜି ଭାଗ୍ୟ ଉତ୍ତମ ଯୁଗ ରହୁଛି। ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ଆଜି ଉତ୍ତମ ଯୁଗ ପରିସ୍ଥିତି ବନଉଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ବିଶେଷ କରି ନୂତନ କିଛି ବନ୍ଧୁତା ମଧ୍ୟ ସୃଷ୍ଟି ହେବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ଭଲ ସମ୍ପର୍କ ସମସ୍ତଙ୍କ ସହିତ ରହିବ। ତେବେ ତୁଳା ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟ ଆପଣଙ୍କର ନିଶ୍ଚିତ ସଫଳତା ହେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ଚିନ୍ତା କିମ୍ବା ମାନସିକ ଚିନ୍ତା ଏଥିରୁ ଆପଣ ପୂର୍ଣ୍ଣ ନିବୃତ୍ତ ରହିବେ, ଯାହାକି ପୂର୍ଣ୍ଣ ସୁସ୍ଥ ଏବଂ ମାନସିକ ସ୍ତରରେ ମଧ୍ୟ ଉତ୍ତମ ଯୁଗ ବନଉଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର
भाग्य संख्या रही जहाँकि 4। भाग्य रंग आपण धूसर रंग व्यवहार करें एवं ग्रह माने आपण को आज जहाँकि 98% साथ दौरान। तेबे एबे चलतु जानिबा बिछा राशि व्यक्ति विषय। बिछा राशि व्यक्ति आज समस्त प्रकार कार्य आपण सफलता हासिल करिवार उत्तम युग रहुछि। तेणु बिछा राशि व्यक्ति आज दैनंदिन कार्य निश्चित क्षण समय कार्य गुड़िक संपूर्ण करिवार उत्तम युग बनाउछि। आपणकर कार्य कौशल देखि अन्य माने प्रशंसा करि पारंती। विशेषकर आपणकर कौनसी ऑफिस जनित कार्य जदि चिंता थिबो आज ताहा दूरीभूत हबार अनेक चांस रहुछि। आपणकर कार्य कौशल समस्त को सांत्वना प्रदान करिवो अर्थात आपण एक भिन्न दृष्टि आकर्षण करेई पारंती जहा आपणकर राशि चक्र जना पड़ि। आज बिछा राशि व्यक्ति जो माने राजनीतिक सामाजिक क्षेत्र रे कार्य करूछंती टिके आज सावधान रुहंतु। किछि मनरे अशांति परिवेश सृष्टि होई पारे, निज भितर संपर्क खराब होई पारे, मान सम्मान हानि होबार चांस रहुछि। तेणु यह प्रति निश्चित सावधान रुहंतु। किंतु शिक्षार्थी विद्यार्थी मानकर आज बिछा राशि व्यक्तिंकर भाग्य उत्तम युगरे रहिछि। तेबे प्रेम दुनिया रे जो माने जड़ित अछंती आज मधुर संपर्क बजाई रहिबो। आपणकर प्रेम संबंध रे किछि वैचारिक मतभेद सृष्टि होई पारे, किंतु यह प्रति आपण सचेतन रहिले कौनसी चिंता रहिबो नाही एवं निज भितर भल संपर्क बढ़ी उठिबो। तेबे आज बिछा राशि व्यक्ति परिवार वर्ग एवं बंधु वर्ग सहित आपणकर संबंध उत्तम युग रहुछि। तेबे व्यापार वाणिज्य क्षेत्र रे जहाँकि बिछा राशि व्यक्ति आशा अनुଯାयी लाभ प्राप्त करिवार पूर्ण सुजोग रहुछि। बिछा राशि व्यक्ति आज दूर यात्रा जदि कौनसी कार्य पई जाउछंती सेथिरे निश्चित सिद्धि हासिल करिवार भाग्य साथ देउछंती। आज बिछा राशि व्यक्तिंकर स्वास्थ्यगत दृष्टि देखिले आपण मानसिक चिंता किछि मात्रा रे अस्थिरता करि पारे, किंतु स्वास्थ्य किछि खराब रहिबो नाही, आपण पूर्ण सुस्थ रहिबे। आज बिछा राशि व्यक्तिंकर भाग्य संख्या रहिछि जहाँकि 2। भाग्य रंग आपण जहाँकि धला रंग व्यवहार करि पारिबे एवं ग्रह माने आपण को आज 80% साथ दउछंती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज दिनटी आपणकर प्रत्येक कार्य स्थिरता सहकारे कार्य करंतु। देखिबे आपणकर आकस्मिक भावे भाग्य उदय युग बनेइबो। तेणु प्रत्येक कार्य निश्चित धैर्यता कौनसी कार्य अस्थिरता न होई कार्य निश्चित सचेतन सहकारे करंतु। देखिबे कार्य समस्त प्रकार सफलता बनेइबो एवं दैनंदिन कार्य अति सुरुखुरे एवं श्रृंखलागत होई पारे धनु राशि व्यक्ति क्षेत्र रे। तेबे धनु राशि व्यक्ति आज जहाँकि आपणकर राजनीतिक सामाजिक क्षेत्र रे प्रतियोगिता क्षेत्र रे आपण आगको बढ़िवार पूर्ण सुजोग रहुछि। केतेकांश रे आपण विजय मध्य करिवे शत्रु मानक ठारू। तेबे धनु राशि व्यक्ति आज शिक्षार्थी विद्यार्थी माने आपणकर भाग्य जहाँकि उत्तम युग परिस्थिति बनाउछि। तेबे दैनंदिन कार्य जो माने ऑफिस जनित कार्य रे टिके चाप रहिबो बा पूर्व किछि कार्य नै आपण मानसिक चिंता रहिबो। तेणु यहा प्रति टिके सचेतन रहिले आपणक पई भलो हेबे। तेबे धनु राशि व्यक्ति आज प्रेम दुनिया रे जो माने जड़ित अछंती आज नूतन प्रेम वार्तालाप पई भाग्य ग्रह आपणकर निम्नगामी रहुछि। तेबे जो माने प्रेम संबंध रे जड़ित अछंती किछि वैचारिक मतभेद कलह जुक्ति तर्क आडकू कथबार्ता जाई पारे। आवश्यक स्थले आपण चुप रुहंतु। देखिबे आपणकर सुसंपर्क बजाई रहिबो। आज धनु राशि व्यक्ति परिवार वर्ग बंधु वर्ग सहित आपणकर संबंध किछि अस्थिरता रहिबो। तेणु आवश्यक स्थले आपण चुप रुहंतु। देखिबे भल संपर्क बजाई रहिबार युग बनेइबो। आज धनु राशि व्यक्तिंकर जहाँकि व्यापार वाणिज्य रे आपण आशा ठारू अधिक लाभ करिवार पूर्ण सुजोग रहुछि। आज धनु राशि व्यक्ति कौनसी कार्य पई जदि दूर यात्रा करूछंती निश्चित से कार्यर सफलता प्राप्त करि पारंती। आज धनु राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य चिंता बढ़िबो। पूर्वरु जदि स्वास्थ्य समस्या थिबो आज आउ टिके वृद्धि होबार चांस रहुछि, जहा पई आपण मानसिक चिंता अस्थिरता देखा देई पारे। तेबे धनु राशि व्यक्तिंकर भाग्य संख्या रहिछि जहा कि 9। भाग्य रंग आपण हलदिया रंग व्यवहार करि पारिबे एवं ग्रह माने आपण को आज 65% साथ दउछंती।
ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଉତ୍ତମ ଯୁଗ ନ ହୋଇପାରେ। କୌଣସି କାର୍ଯ୍ୟ ଆପଣଙ୍କ ପାଇଁ ଭଲ ନ ହୋଇପାରେ। ଭାଗ୍ୟ ଗ୍ରହ ଆପଣଙ୍କର ନିମ୍ନଗାମୀ ଥିବାରୁ ମକର ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଦିନ ଭଲ ରହିବ। ତେବେ ମକର ରାଶି ବ୍ୟକ୍ତି ଆଜି କାର୍ଯ୍ୟରେ ଅସ୍ଥିରତା, ମତଭେଦ, ବୈଚାରିକ ଚିନ୍ତାଧାରାରେ ଯାହାକି ଅଧିକ ସମସ୍ୟା ଆସିପାରେ, ଯାହା ପାଇଁ ଆପଣଙ୍କର ପ୍ରୀତିହାନି ଯୁଗ ରହୁଛି। ତେଣୁ ନିଶ୍ଚିତ ମକର ରାଶି ବ୍ୟକ୍ତି ଏହା ପ୍ରତି ସାବଧାନ ରୁହନ୍ତୁ। ଦୈନନ୍ଦିନ କାର୍ଯ୍ୟରେ ଆପଣ ନିଶ୍ଚିତ ସଚେତନ ରୁହନ୍ତୁ। ଆବଶ୍ୟକ ସ୍ଥଳେ କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଯୋଉ ତ୍ରୁଟି ଆସୁଛି ସେ ତ୍ରୁଟି ଧୀରେ ଧୀରେ ସମାଧାନ ହବାର ରାସ୍ତା ବାହାରିଯିବ। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ନିମ୍ନଗାମୀ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ପାଠ ପଢାରେ ଅବହେଳା ଯୁକ୍ତ କରିପାରନ୍ତି, ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ଯାହାକି ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି, ଆପଣଙ୍କ ପାଇଁ ଆଜି ପ୍ରେମ ସମ୍ବନ୍ଧ କ୍ଷେତ୍ରରେ ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଆଜି ଦିନଟି ସ୍ଥିରତା ରହିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିଲେ ମକର ରାଶି ବ୍ୟକ୍ତିଙ୍କ ପାଇଁ ଭଲ ହେବ। ଆଜି ମକର ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି, ତେବେ ଆଜି ଯଦି ତାକୁ କ୍ୟାନସେଲ କରିପାରିବେ ତାହା ଆପଣଙ୍କ ପାଇଁ ଉତ୍ତମ ଦିନ ବନେଇପାରେ। ଆଜି ତାହା କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଦୂରଯାତ୍ରା କରିଥିଲେ ସେ କାର୍ଯ୍ୟ ସଫଳତା ହେବାଟି କଷ୍ଟକର ଯୁଗ ବନଉଛି। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହା ଦ୍ୱିଗୁଣିତ ହବାର ଚାନ୍ସ ରହୁଛି। ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ପ୍ରଥମେ ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଗ୍ରହ ଉତ୍ତମ ଯୁଗ ବନଉଛି। ଯେକୌଣସି କାର୍ଯ୍ୟରେ ଆଜି ହାତ ଦେବେ ସେ କାର୍ଯ୍ୟ ନିଶ୍ଚିତ ସମ୍ପୂର୍ଣ୍ଣ ହବାର ଉତ୍ତମ ଯୁଗ ରହୁଛି। ମନରେ ସ୍ଥିରତା ରଖି କାର୍ଯ୍ୟ କରିଲେ ଆପଣ ବହୁତ ଆଗକୁ ଉଠିବେ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅତି କ୍ଷଣ ସମୟରେ ସମ୍ପୂର୍ଣ୍ଣ କରିବାର ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତି ବିଶେଷ କରି ଅଫିସ ଜନିତ କାର୍ଯ୍ୟ ଗୁଡିକୁ ଆଜି କିଛି ଯୋଜନା ପ୍ରସ୍ତୁତ କରି ପରବର୍ତ୍ତୀ ଷ୍ଟେପରେ ଯାହାକି ପରବର୍ତ୍ତୀ ଦିନରେ କେମିତି ତାକୁ ସମ୍ପୂର୍ଣ୍ଣ କରିବେ ତାହା ଆଜି ନିଶ୍ଚିତ କିଛି ବ୍ଲୁ ପ୍ରିଣ୍ଟ ତିଆରି କରିପାରନ୍ତି, ଯାହା କୁମ୍ଭ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ସହିତ ଦକ୍ଷତା ବୃଦ୍ଧି କରିବ ଏବଂ ଆପଣ ଏକ ଭିନ୍ନ ଶୈଳୀରେ ଯାହାକି ରାଜନୈତିକ ବା ସାମାଜିକ କ୍ଷେତ୍ରରେ ଦେଖାଦେବେ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗରେ ରହିଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ସେମାନଙ୍କର ଭାଗ୍ୟ ଆଜି ଯାହାକି ଶୁଭ ଯୁଗ ପରିସ୍ଥିତି ବନଉଥିବାରୁ ନୂତନ ପ୍ରେମ କଥାବାର୍ତ୍ତା କରିବା ପାଇଁ ଉତ୍ତମ ଯୁଗ ବନଉଛି। ତେବେ ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ମଧୁର କଥାବାର୍ତ୍ତା କରିବାର ସୁଯୋଗ ଦେଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ପରିବାର ବର୍ଗ ଏବଂ ସାଙ୍ଗସାଥୀ ବା ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କ୍ଷେତ୍ରରେ ଆପଣ ଅର୍ଥ ମଧ୍ୟ ସଞ୍ଚୟ କରିବାର ସୁଯୋଗ ରହିବା ସହିତ ପୂର୍ବରୁ ଦେଇଥିବା ବାକି ଅର୍ଥ ମଧ୍ୟ ଫେରି ପାଇବାର କିଛି ମାତ୍ରାରେ ଶୁଭ ଯୁଗ ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ତେବେ ଯଦି ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନର ରାସ୍ତା ବାହାରିବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ। ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ତେଣୁ ମୀନ ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟକୌଶଳ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାର ହେବ। ମୀନ ରାଶି ବ୍ୟକ୍ତି ଆଜି ଯେକୌଣସି କାର୍ଯ୍ୟରେ ହାତ ଦେବେ ସେ କାର୍ଯ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ହବାର ଉତ୍ତମ ଯୁଗ ରହୁଛି। ମୀନ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅତି ଉତ୍ତମ ସହକାରେ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ।
ତେବେ ମୀନ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟ ଗୁଡ଼ିକ ନିଶ୍ଚିତ ସୁରୁଖୁରୁରେ ଆପଣ ସମ୍ପୂର୍ଣ୍ଣ କରିବାର ଯୋଜନା ବନେଇ ପାରନ୍ତି। ପୂର୍ବ କାର୍ଯ୍ୟରତ ଯୋଉ ଗୁଡ଼ିକ ଚାପ ଥିବ ତାହା ସମାଧାନର ରାସ୍ତା ଆଜି କାଢି ପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଆଜି ବିରୁଦ୍ଧ ଆବାସ ଆସିପାରେ। ବିଶେଷ କରି ଶତ୍ରୁ ମାନେ ଆପଣଙ୍କୁ ହଇରାଣ କରିବାର କିଛି ରାସ୍ତା କାଢି ପାରନ୍ତି, ଯାହା କ୍ଷେତ୍ରରେ ଆପଣ ଟିକେ ବିଚଳିତ ହୋଇପାରନ୍ତି। ତେବେ ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର କୌଣସି କାର୍ଯ୍ୟରେ ହଠାତ୍ ମାନ ସମ୍ମାନ ବୃଦ୍ଧି ହବାର ପୂର୍ଣ୍ଣ ଯୁଗ ରହୁଛି, ଯାହାକି ବେପାର ବାଣିଜ୍ୟ କ୍ଷେତ୍ରରେ ମୀନ ରାଶି ବ୍ୟକ୍ତି ଆଜି ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେଣୁ ବେପାର ବାଣିଜ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ଆଜି ଅର୍ଥଜନିତ କ୍ଷେତ୍ରରେ ଆପଣ ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ପୂର୍ବରୁ କରିଥିବା ପରିଶ୍ରମର ଫଳ ଆଜି ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ମଧୁର ସମ୍ପର୍କ ଆପଣଙ୍କର ରହିବ, ଯାହା ଜଣା ପଡୁଛି। ତତ୍ସହିତ ନୂତନ ପ୍ରେମ ବାର୍ତ୍ତାଳାପର ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ତେବେ ମୀନ ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ଆପଣଙ୍କର ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ବନଉଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।